वंदे पुरुषोत्तम डॉक्टर निरंजन मिश्र यूट्यूब चैनल को आपण मानक स्वागत। आज आम आलोचना करिबा ज्योतिष एवं इष्टानुराग सम्मिश्रण रे एक प्रसंग। एक कथा रही ज्योतिष शास्त्र रे। ज्योतिष शास्त्र मूल कर्ता महर्षि पराशर तांकर पराशरी होरा शास्त्र रे एक नीति ज्योतिषीय विधि प्रदान करिसेंती। ताहेला किं कुर्वन्ति ग्रहा सर्वे जस्य केन्द्रे बृहस्पति मत जातंग जुथानं शतं हन्ति च केसरी। ता अर्थ हेउची जार केन्द्र रे बृहस्पति रही जातकर केन्द्र रे बृहस्पति अवस्थान करुछंती तार अन्य ग्रह माने बा कौन करि परिबे किछ करि परिबेनी। जेपरि 100 हाथी दल को एक सिंह हत्या करि पारे मारि देई पारे पराजित करि पारे। एई श्लोक क्यों आबहमान काल ज्योतिर्विद मध्य चली आसूची। से माने जातक केन्द्र रे देखती बृहस्पति अवस्थान होईची से अत्यंत खुशी होई कहती हाँ केन्द्र रे बृहस्पति माने आ चिंता ही ना। केन्द्र रे बृहस्पति माने कौन जातक आपण माने देखिए जो ल लेखा होता है लग्न सी हूँ प्रथम घर। से एक नंबर घर 2 3 4 5 6 7 8 9 10 11 12 एमती लिखा होता है। एक संख्या चतुर्थ 4 संख्या 7 संख्या और 10 संख्या यही 4टी घर को कह जाए केन्द्र। तार अर्थ लग्न चतुर्थ भाव सप्तम भाव और दशम भाव यही 4टी भाव को जातक ज्योतिष शास्त्र रे केन्द्र घर केन्द्र भाव कह जाए। यही केन्द्र भाव रे जदि बृहस्पति अवस्थान होता है तेबे अन्य ग्रह माने किछि क्षति करि पारिबे नाही जातक। अर्थात लग्न रे जदि बृहस्पति थिबे चतुर्थ रे बृहस्पति थिबे सप्तम रे बृहस्पति थिबे और दशम रे बृहस्पति थिबे तेबे अन्य ग्रह माने अन्य 8टी ग्रहंकर प्रभाव म्लान हो जिवो। बृहस्पति समस्तंकर दोष को काटी देबे। एई कथाटा एई जो नीति पराशर मुनि देइछंती तार आक्षरिक व्याख्या है यह किंतु प्रकृत में सेमती हुए ना। अनेक व्यक्ति केन्द्र रे 1 4 7 10 घरे बृहस्पति अवस्थान करिथांती किंतु देखा जाए से जीवन बहुत दुखे कष्ट कटे बहुत असुविधार सम्मुखीन हुअंती। जीवन में सेपरी गोटे उन्नति लाभ करि पारंती नाही। जदि मुनि एक कथा कहिछंती पराशर ऋषि परी दिव्य ज्ञाता महर्षि जदि एपरी कथा कहिछंती तेबे सेपरी हुए नाही काहेकि। जो माने पुरुषोत्तम श्री ठाकुर अनुकूल चंद्रंकर चरणाश्रित से माने जानिथिबे
ଶ୍ରୀ ଶ୍ରୀ ଠାକୁର କହିଛନ୍ତି, କିମ୍ କୁର୍ବନ୍ତି ଗ୍ରହା ସର୍ବେ ଯସ୍ୟ କେନ୍ଦ୍ରେ ବୃହସ୍ପତିର ଅର୍ଥ ହେଉଛି ପ୍ରକୃତରେ ବୃହସ୍ପତି ଜାତକର କେନ୍ଦ୍ରରେ ରହିଲେ ହେବ ନାହିଁ। ଯାହାର କେନ୍ଦ୍ରରେ ତାର ଜୀବନ କେନ୍ଦ୍ରରେ ଗୁରୁ ଅଛନ୍ତି, ଯେ ଗୁରୁଙ୍କୁ ଗ୍ରହଣ କରିଛି ଅର୍ଥାତ୍ ସଦ୍ଗୁରୁ ରୂପୀ ପୁରୁଷୋତ୍ତମକୁ ଗ୍ରହଣ କରିଛି, ତାଙ୍କ ପଥରେ ଚାଲୁଛି, ତାଙ୍କୁ ଜୀବନର କୀଳ କେନ୍ଦ୍ର କରି ଚାଲିଛି, ତାଙ୍କ ପଥରେ ତାଙ୍କୁ ଅନୁସରଣ ପୂର୍ବକ ତାଙ୍କ ନିର୍ଦ୍ଦେଶ ଆଦେଶ ନୀତି ବିଧିକୁ କଣ୍ଟାଏ କଣ୍ଟାଏ ମାନି ଚାଲୁଛି, ତାହାର ଅନ୍ୟ ଗ୍ରହମାନେ ବା କ'ଣ କରିବେ? ତା ଅର୍ଥ ଗୁରୁ ତାକୁ ସମସ୍ତ ଗ୍ରହଙ୍କର ପ୍ରକୋପରୁ ରକ୍ଷା କରିବେ। ଏ କଥା ଜାଣିଲା ପରେ ତାଙ୍କର ଅନୁଗାମୀ ଭକ୍ତ ଗୁରୁ ଭାଇ ଓ ମା ମାନେ ସତ୍ସଙ୍ଗୀ ମାନେ ମନେ ମନେ ବହୁତ ଖୁସି ହେଇଯାଆନ୍ତି। ଯାହା ହଉ ମୁଁ ତ ଗୁରୁ ଗ୍ରହଣ କରିଛି, ତେଣୁ ମୋର କେନ୍ଦ୍ରରେ ବୃହସ୍ପତି ଥାଉ କି ନଥାଉ ଜାତକରେ ମୋର ତାହେଲେ ସବୁକିଛି ସୁବିଧା ହେଇଯିବ, ଆଉ କିଛି ଅସୁବିଧା ହେବନି। ପ୍ରକୃତରେ ଦେଖାଯାଏ ଅନେକ ଅସୁବିଧା ବି ହୁଏ। କେନ୍ଦ୍ରରେ ବୃହସ୍ପତି ଥାଇ ହଉ ବା ଦୀକ୍ଷା ନେଇ ହେଉ, ତାହେଲେ ହୁଏ କିପରି, କାହିଁକି? ତାହେଲେ ପ୍ରକୃତରେ ଏଇ କଥାର ଅର୍ଥ କ'ଣ, ତାତ୍ପର୍ଯ୍ୟ କ'ଣ? ଯଦି କେନ୍ଦ୍ରରେ କେବଳ ବୃହସ୍ପତି ରହିଲେ ଅନ୍ୟ ଗ୍ରହମାନେ କିଛି କରିପାରିବେ ନାହିଁ, ଏଇ କଥାର ଏକ ସାର ମର୍ମ ରହିଛି। ଯଦି ସେପରି ହୁଏ ତାହେଲେ କେନ୍ଦ୍ରରେ ବୃହସ୍ପତି ରହିଥିବା ବ୍ୟକ୍ତି ମାନଙ୍କର ଜୀବନ ସୁଖମୟ ହୋଇ ଉଠନ୍ତା, ବିପଦ ଆପଦ ପଡ଼ନ୍ତା ନାହିଁ, ଅନ୍ୟ ଗ୍ରହମାନଙ୍କ ଦ୍ୱାରା ସେ କବଳିତ ହୁଅନ୍ତେ ନାହିଁ। କିନ୍ତୁ ପ୍ରକୃତ ପକ୍ଷେ ସେପରି ହୁଏ ନାହିଁ। ଯେଉଁମାନେ ଗୁରୁ ଗ୍ରହଣ କରିଛନ୍ତି, ସଦ୍ଗୁରୁ ଗ୍ରହଣ କରିଛନ୍ତି, ପୁରୁଷୋତ୍ତମଙ୍କ ପଥରେ ଚାଲିଛନ୍ତି, ଯଦି ପ୍ରକୃତରେ ସେମାନେ ଠିକ୍ ଠିକ୍ ଚାଲିଥାନ୍ତି, ତେବେ ତାଙ୍କର କେନ୍ଦ୍ରରେ ଜୀବନର କେନ୍ଦ୍ରରେ ବୃହସ୍ପତି ଅର୍ଥାତ୍ ଗୁରୁ ଅବସ୍ଥାନ କରୁଥାନ୍ତି, ତେବେ ଗ୍ରହମାନେ କିଛି କରିପାରିବେ ନାହିଁ। ଅର୍ଥାତ୍ ତାଙ୍କର ଗ୍ରହଜନିତ ଯେଉଁ ଦୋଷ ତ୍ରୁଟି, ଯେଉଁ ଗ୍ରହଣ ତାଙ୍କ ଉପରେ ପ୍ରଭାବ ପକାଇ ପାରିବ ନାହିଁ। ବର୍ତ୍ତମାନ କଥା ଉଠୁଛି, ଗୁରୁ ଗ୍ରହଣ କଲେ, ଠାକୁରଙ୍କ ପଥରେ ଚାଲିଲେ କ'ଣ ଲୋକ ଦୁଃଖ ଭୋଗେ ନା? ଭୋଗେ ତ। ତାହେଲେ ଏହାର ଅର୍ଥ କ'ଣ ହେଲା? ପ୍ରକୃତ ମୁଁ ଏ ନେଇ ବହୁତ ଗବେଷଣା କଲି ଯେ ପ୍ରକୃତରେ ଏପରି କାହିଁକି ଠାକୁର କହିଲେ, ଏପରି କାହିଁକି ମହର୍ଷି ପରାଶର କହିଲେ, ତାର ପ୍ରକୃତ ଅର୍ଥ କ'ଣ? ପ୍ରକୃତରେ ବୃହସ୍ପତି ଏକ, ଆମେ ଜ୍ୟୋତିଷ ଶାସ୍ତ୍ରକୁ ଯିବା, ବୃହସ୍ପତି ବୃହତ୍ ଗ୍ରହ, ବୃହତାପତି, ସମସ୍ତଙ୍କର ବହୁତ ବଡ଼ ପ୍ରତି। ସେ ଦେବଗୁରୁ ଏବଂ ଈଶ୍ୱର, ବିଧି ବିଧାତା ଭଗବାନ ବିଷ୍ଣୁ, ତାଙ୍କର ପ୍ରତୀକ ରୂପେ ବୃହସ୍ପତିଙ୍କୁ ଦେଖାଯାଏ। ଧର୍ମ କର୍ମ, ଧର୍ମ କାମ, ଧାର୍ମିକ କାର୍ଯ୍ୟ, ସତ୍କର୍ମ, ପବିତ୍ରତା, ଏହାର ପ୍ରତୀକ ରୂପେ ବୃହସ୍ପତିଙ୍କୁ ଦେଖାଯାଏ। ତେଣୁ ଜଣେ ଯଦି ପବିତ୍ର କାମ କରେ, ଧର୍ମପଥରେ ରହେ, ତେବେ ତାର ତ କୌଣସି ଅସୁବିଧା ହେବା କଥା ନୁହଁ। କିନ୍ତୁ ପ୍ରକୃତରେ ହୁଏ କାହିଁକି? ଜ୍ୟୋତିଷ ଶାସ୍ତ୍ରରେ ଯଦି ଆମେ ଯିବା, ତାର ବ୍ୟାଖ୍ୟା ହେଉଛି, ସବୁ ଗ୍ରହକୁ ବୃହସ୍ପତି ନିୟନ୍ତ୍ରଣ କରିପାରନ୍ତି। ଯଦି ବୃହସ୍ପତି ଯଦି କାହାର ଜାତକରେ କେନ୍ଦ୍ରରେ ବା କୋଣରେ ଅବସ୍ଥାନ କରୁଥାନ୍ତି, ଉଚ୍ଚସ୍ଥ, ସ୍ୱଗୃହୀ, ମୂଳ ତ୍ରିକୋଣସ୍ଥ ହୋଇଥାନ୍ତି, ତେବେ ଅନ୍ୟ ଗ୍ରହମାନଙ୍କ ଦ୍ୱାରା କରାଯାଉଥିବା ଅସୁବିଧାକୁ ଦୂର କରିପାରନ୍ତି। ତାଙ୍କର ସେ ଶକ୍ତି, ସେ ସାମର୍ଥ୍ୟ ରହିଛି। କିନ୍ତୁ ଦୁଇଟି ଗ୍ରହ ଯିଏକି ବୃହସ୍ପତିଙ୍କ ନିୟନ୍ତ୍ରଣରେ ରହନ୍ତି ନାହିଁ, ବୃହସ୍ପତି ସେ ଦୁଇ ଗ୍ରହଙ୍କର କିଛି କରିପାରନ୍ତି ନାହିଁ। ସେ ଦୁଇ ଗ୍ରହ ହେଲେ ରବି ଓ ଚନ୍ଦ୍ର। ରବି ହେଉଛି
ଆମର ଅହଙ୍କାରର ପ୍ରତୀକ। ଚନ୍ଦ୍ରମା ମନସୋ ଜାତ, ଚନ୍ଦ୍ରମା ବା ଚନ୍ଦ୍ର ହେଉଛନ୍ତି ମନର ପ୍ରତୀକ। ଏହି ଦୁଇ ଗ୍ରହ ବୃହସ୍ପତିଙ୍କ ନିୟନ୍ତ୍ରଣରେ ନଥାନ୍ତି। ବୃହସ୍ପତି ଏହି ଦୁଇ ଗ୍ରହଙ୍କୁ କିଛି ଭାବରେ ନିୟନ୍ତ୍ରିତ କରିପାରନ୍ତି ନାହିଁ। କାହିଁକି ନା ବୃହସ୍ପତି ରବି ହେଉଛନ୍ତି ଅହଙ୍କାରର ପ୍ରତୀକ। ଯେଉଁ ବ୍ୟକ୍ତି ଜୀବନରେ ଗୁରୁ ଗ୍ରହଣ କରିଛି ସେ ଭାବୁଛି ଯେ ମୋ ଗୁରୁ ଗ୍ରହଣ କରିଛି, ସଦ୍ଗୁରୁ ଗ୍ରହଣ କରିଛି, ପୁରୁଷୋତ୍ତମ ପଥରେ ଚାଲିଛି, ତେଣୁ ମୋର ଗ୍ରହମାନେ କିଛି କରିପାରିବେ ନାହିଁ। ପ୍ରକୃତରେ ସେମିତି ହୁଏ ନାହିଁ। ତା କାରଣ ହେଉଛି ନା ତାର ଅହଙ୍କାର ଆଉ ମନ ଏ ଦୁଇଟିକୁ ସେ ଗୁରୁଙ୍କ ପାଖରେ ସମର୍ପିତ କରିଛି। କି ପ୍ରକୃତରେ କ'ଣ ହୁଏ, ଅନ୍ୟ ଗ୍ରହମାନେ, ଅନ୍ୟ ସବୁ ପ୍ରବୃତ୍ତି ରହିଛି ମଣିଷର, ସେସବୁ ଗୁରୁଙ୍କ ପାଦରେ ସମର୍ପିତ ହୋଇଥାଏ। କିନ୍ତୁ ଭଲ ଭାବେ ଆପଣ ଲକ୍ଷ୍ୟ କରନ୍ତୁ, ବ୍ୟକ୍ତି ତାର ମନକୁ ସାଉଳେଇକି ରଖିଥାଏ। ତା ମନଟା ତାର ମନରେ ସେ ଯେତେ କହୁନା କାହିଁକି ମୁଁ ଗୁରୁ କୃପା, ଗୁରୁଙ୍କ ନିଷ୍ଠା, ଗୁରୁଙ୍କ ପ୍ରତି ଭକ୍ତି ସବୁ କଥା, କିନ୍ତୁ ପ୍ରକୃତ ମନରେ ତାର ଥାଏ ଅନ୍ୟତ୍ର। ମନ ଏତେ ସହଜ ଭାବରେ ଗୁରୁଙ୍କୁ ମାନି ନେଇପାରେ ନାହିଁ। ତାର ଯେତେବେଳେ ଖିଆଲ ହୁଏ, ତାର ଯେଭଳିଆ ଇଚ୍ଛା ସେ ଅନୁସାରେ ସେ କାର୍ଯ୍ୟ କରି ଚାଲେ। ମନକୁ ସମ୍ପୂର୍ଣ୍ଣ ରୂପେ ଗୁରୁଙ୍କ ପଦକମଳରେ ସମର୍ପିତ କରିଦେବାର ଭାବ ଜାଗ୍ରତ ହୋଇନଥାଏ ପ୍ରାୟତଃ ଅନେକଙ୍କର। କ୍ୱଚିତ୍ କାହାର ଥାଇପାରେ, କିନ୍ତୁ ମନକୁ ସହଜରେ କେହି ଗୁରୁଙ୍କ ପାଦରେ ସମର୍ପଣ କରନ୍ତି ନାହିଁ। ମନ ତାଙ୍କର ଖିଆଲ ଅନୁସାରେ ଚାଲିଥାଏ। ତାଙ୍କର ମନ ହେଉଛି ତ ଏଇଟା ଠିକ୍, ମନ ନ ହେଉଛି ତ ଏଇଟା ଭୁଲ। ତେଣୁ ଫଳରେ କ'ଣ ହୁଏ ନା ଚନ୍ଦ୍ର ଯେଉଁ ଗ୍ରହ ସିଏ ବୃହସ୍ପତିଙ୍କ ଦ୍ୱାରା, ଗୁରୁଙ୍କ ଦ୍ୱାରା, ଇଷ୍ଟଙ୍କ ଦ୍ୱାରା, ପୁରୁଷୋତ୍ତମଙ୍କ ଦ୍ୱାରା କବଳିତ ନ ହୋଇ, ନିୟନ୍ତ୍ରିତ ନ ହୋଇ ରହିଯାଆନ୍ତି। ଫଳରେ ଆମେ ତାଙ୍କର କୋପକୁ ସହ୍ୟ କରିବାକୁ ପଡ଼େ, ଆମର ଅସୁବିଧା ହୁଏ। ପୁନଶ୍ଚ ରବି ହେଉଛି ଅହଙ୍କାରର ପ୍ରତୀକ। ଆମର ଅହଙ୍କାର, ପ୍ରତ୍ୟେକ ବ୍ୟକ୍ତିର ଅହଙ୍କାର ରହିଛି। କାହାର ଅହଙ୍କାର ସ୍ପଷ୍ଟ ଜଣାପଡ଼େ, କାହାର ଅସ୍ପଷ୍ଟ ଭାବରେ ଜଣାପଡ଼େ, କିନ୍ତୁ ଅହଙ୍କାର ରହିଛି। କୌଣସି ବ୍ୟକ୍ତି କେବେ ବି ତାର ଅହଙ୍କାରକୁ ସହଜରେ ଗୁରୁଙ୍କ ପଦରେ ବିକ୍ରୟ କରିନଥାଏ, ଗୁରୁଙ୍କ ପଦରେ ସମର୍ପଣ କରିନଥାଏ। ଗୁରୁ ଭକ୍ତି, ଭଜନ, କୀର୍ତ୍ତନ, ସତ୍ସଙ୍ଗ ସବୁ କରୁଥିବ, କିନ୍ତୁ ଯେତେବେଳେ ତାର ଅହଙ୍କାର ବା ଇଗୋକୁ ବାଧା ପଡ଼ିବ, ବିରୋଧ କରିବ, ସାଙ୍ଗେ ସାଙ୍ଗେ ସେ ହଣା ଟେକି ଉଠିବ। ସେ ଗୁରୁ ଫୁରୁ ଛାଡ଼, ସେ ସତ୍ସଙ୍ଗ ଛାଡ଼, ଧର୍ମକର୍ମ କିଛି ନୁହେଁ। କାହିଁକି ଏମିତି କହେ ନା ତାର ଅହଙ୍କାର ଯେଉଁ ଭାବ, ସେ ଭାବକୁ ସେ ସାଉଳିକି ରଖିଛି। ତାହା ଗୁରୁଙ୍କ ନିକଟରେ, ଗୁରୁଙ୍କ ପାଦରେ ସମର୍ପିତ କରିନାହିଁ। ତେଣୁ ଅହଙ୍କାର ଯେହେତୁ ଅଛି, ପୁଣି ସେ ଗୁରୁଙ୍କୁ ସମ୍ପୂର୍ଣ୍ଣ ରୂପେ ମାନି ନେଇ ପାରିନାହିଁ। ସେ ଗୁରୁଙ୍କୁ ସମ୍ପୂର୍ଣ୍ଣ ରୂପେ ମାନି ନେଇ ପାରିନାହିଁ। ସେତେବେଳେ ଗୁରୁ ସମସ୍ତ ଗ୍ରହଙ୍କର ପ୍ରକୋପକୁ ପ୍ରତିହତ କରିବେ କିପରି? କାରଣ ତାର ଅହଙ୍କାର ଓ ମନ ଏ ଦୁଇଟିକୁ ସେ ସାଉଳିକି ରଖିଛି, ଗୁରୁଙ୍କ ପଦରେ ସମର୍ପିତ କରିନାହିଁ। ଯଦି କେହି କରିଥାଏ, ଯଦି କେବେ ଗୁରୁଙ୍କ ପାଖରେ, ଗୁରୁଙ୍କ ନିକଟରେ ନିଜର ଅହଙ୍କାର, ନିଜର ଇଗୋ, ନିଜର ଅହଂଭାବକୁ ସମ୍ପୂର୍ଣ୍ଣ ଭାବରେ ସମର୍ପିତ କରିଦିଏ, ମନକୁ ମଧ୍ୟ, ନିଜସ୍ୱ ମନକୁ ତାଙ୍କ ମତ ଅନୁଯାୟୀ, ତାଙ୍କ ମନ ଅନୁଯାୟୀ ଚଳାଏ, ତେବେ ଗୁରୁ ତାର ଜୀବନର କେନ୍ଦ୍ରରେ ଅବସ୍ଥାନ କରନ୍ତି। ଗୁରୁଙ୍କର କୃପା ସେ ସର୍ବତ୍ର ସର୍ବଭାବରେ ପ୍ରାପ୍ତ ହୁଏ। ଅନ୍ୟ ଗ୍ରହମାନଙ୍କର ପ୍ରକୋପ ତାକୁ କେବେ କବଳିତ କରିପାରେ ନାହିଁ। କେବେ ବି ସେ ଜୀବନରେ ଦୁଃଖ, ଯନ୍ତ୍ରଣା, କଷ୍ଟ ବା ଯାହା କିଛି ଅସୁବିଧାର ସମ୍ମୁଖୀନ ହେଲେ ବି ତାକୁ ସହ୍ୟ କରିବାର ଶକ୍ତି, ସାମର୍ଥ୍ୟ ଲାଭ କରେ ଏବଂ ଜୀବନଟି ତାର ଆନନ୍ଦ ମୁଖର ହୋଇ ତୋଳେ। ଆନନ୍ଦିତ ଭାବରେ ସେ ଜୀବନ କଟାଏ।
ଜୀବନଟା କୁସମିତ ହୋଇ ଚାଲେ। ତାର କାରଣ ହେଉଛି ସେ ଜୀବନରେ ତାର ଜୀବନର କେନ୍ଦ୍ର କିଳକ କରି ଗୁରୁଙ୍କୁ ପୁରୁଷୋତ୍ତମକୁ ରଖିଛି, ତାଙ୍କ ପଥରେ ଚାଲିଛି, ତାଙ୍କ ପାଖରେ ନିଜର ସମସ୍ତ ବୃତ୍ତି ପ୍ରବୃତ୍ତିକୁ ସେ ଜଳାଞ୍ଜଳି ଦେଇଛି। ଅହଙ୍କାରକୁ ଦେଇଛି, ମନକୁ ଦେଇଛି, କାମକୁ ଦେଇଛି, କ୍ରୋଧକୁ ଦେଇଛି, ମୋହକୁ ଦେଇଛି, ଲୋଭକୁ ଦେଇଛି, ମଦକୁ ଦେଇଛି ଏବଂ ମାଶ୍ଚର୍ଯ୍ୟକୁ, ଏ 6ଟା ପ୍ରବୃତ୍ତିକୁ ସେ ସମ୍ପୂର୍ଣ୍ଣ ଭାବରେ ଗୁରୁଙ୍କ ନିକଟରେ ଜଳାଞ୍ଜଳି ବା ଉତ୍ସର୍ଗ କରିଦେଇଛି। ତେଣୁ ସେ ଗୁରୁଙ୍କର କୃପା ଲାଭ କରିବନି ତ କରିବ କିଏ? ଏଇଭଳି ବ୍ୟକ୍ତି ଯଦି କିଏ ଥାଏ ତେବେ ତାର ଗ୍ରହମାନେ ବା କ'ଣ କରିବେ? ତାର କିଛି ଅସୁବିଧା ହବନି। ସମସ୍ତ କିଛି ଗୁରୁଙ୍କ କୃପାରୁ ତାର କଷ୍ଟ ଯନ୍ତ୍ରଣା ସବୁ ଦୂରେଇଯିବ। ତା ଜୀବନ ଏକ ଆନନ୍ଦମୟ ରସଘନ ଜୀବନ ଯାପନ କରିବ ସେ। ଏତଦ୍ ଭିନ୍ନ ଏ ଶ୍ଲୋକର ଅନ୍ୟ କିଛି ବ୍ୟାଖ୍ୟା ହୋଇନପାରେ। କିଂ କୁର୍ବନ୍ତି ଗ୍ରହା ସର୍ବେ ଯସ୍ୟ କେନ୍ଦ୍ରେ ବୃହସ୍ପତି। ତା ଅର୍ଥ ହେଉଛି ଯାହା ଜୀବନରେ କେନ୍ଦ୍ରରେ ଯଦି ଗୁରୁ ପୁରୁଷୋତ୍ତମ ଥାଆନ୍ତି ଏବଂ ତାଙ୍କୁ କେନ୍ଦ୍ରରେ ରଖି ସେ ଚାଲେ, ତାର ମୁଖ୍ୟ ପ୍ରବୃତ୍ତି ମାଷ୍ଟର କମ୍ପ୍ଲେକ୍ସ ଗୁରୁଙ୍କୁ କରେ, ତେବେ ତାର ଜୀବନ ସମ୍ପୂର୍ଣ୍ଣ ଭାବରେ ପବିତ୍ର, ନିୟନ୍ତ୍ରିତ, ଆନନ୍ଦମୟ ହୋଇ ଉଠେ। ବନ୍ଦେ ପୁରୁଷ।